ଆମମାନଙ୍କ ଶରୀର ହେଉଛି ପ୍ରଭୁଙ୍କର ଏବଂ ଏହା ଏକ ଉତ୍ତମ ବିଷୟ। ଈଶ୍ୱର ତାଙ୍କ ଏକମାତ୍ର ପୁତ୍ରଙ୍କୁ ଆମ ସମସ୍ତଙ୍କ ପାଇଁ ଏକ ଜୀବନ୍ତ ବଳିଦାନ ଭାବରେ ଦେଇଛନ୍ତି। ସେ ଆମକୁ ସାହାଯ୍ୟ କରିବେ ଏବଂ ଆମକୁ ସହିବା ପାଇଁ ଶକ୍ତି ମଧ୍ୟ ଦେବେ। প্রিয় দর্শକ ବନ୍ଧୁ ନମସ୍କାର। ଆଜିର ଆଶାଭରା ନାରୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ, ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ ଲେଖି ଜଣାଇଲେ ଆମେ ନିଶ୍ଚୟ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବାର ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ଆନନ୍ଦିତ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହ ଭଲରେ ଥିବେ। ଆଜି ଆମ ମଧ୍ୟରେ ଭଉଣୀ କଲ୍ୟାଣୀ ଅଛନ୍ତି। ଭଉଣୀ କଲ୍ୟାଣୀ ନମସ୍କାର। ନମସ୍କାର। ଆଶାଭରା ନାରୀର ଆଉ ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ସ୍ନେହ ଭଉଣୀ, କିଛି ଅଧ୍ୟାୟ ପୂର୍ବରୁ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ଆଲୋଚନା କରୁଥିଲୁ। ଆପଣ ମନେ ରଖିଛନ୍ତି କି ଆମେ ସେଠାରେ କେଉଁ ବିଷୟରେ ପୁଣି କ'ଣ ଆଲୋଚନା କରିଥିଲୁ? ହଁ, ଆମେ ସ୍ୱାସ୍ଥ୍ୟକର ଖାଦ୍ୟକୁ ନେଇ ଆମେ ବାଛିଥିବା ପସନ୍ଦ ଏବଂ ଏହା ଈଶ୍ୱରଙ୍କ ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆଲୋଚନା କରିଥିଲୁ। ଆମେ କହିଥିଲୁ ଯେ ଆମେ ଆମ ଶରୀରକୁ ଖୁଆଉଥିବା ଖାଦ୍ୟ ଆମେ କେତେ ଭଲ ଭାବରେ କାର୍ଯ୍ୟ କରୁ ତାହା ଉପରେ ପ୍ରଭାବ ପକାଇଥାଏ ଏବଂ ଆମର ସମ୍ପ୍ରଦାୟ, ଚର୍ଚ୍ଚ, ପରିବାର ଏବଂ ଆହୁରି ଅନେକ ସ୍ଥାନରେ ସେବା କରିବାର କ୍ଷମତାକୁ ସିଧାସଳଖ ଆକାର ଦେଇଥାଏ। ଏହା ଠିକ୍। ପ୍ରଥମ ଥେସଲୋନିକୀୟ 5:18 ଆମମାନଙ୍କୁ ପରାମର୍ଶ ଦିଏ ଯେ ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରକୁ ଅଭିମତ। ତେଣୁ ଆମର ଖାଦ୍ୟ ପସନ୍ଦର ପରିସ୍ଥିତି କିମ୍ବା ସୀମା ଯାହା ହେଉନା କାହିଁକି, କୃତଜ୍ଞ ହୃଦୟ ବଜାୟ ରଖିବାକୁ ଆମକୁ ମନେ ପକାଇ ଦିଏ। ତେଣୁ ଆମ ସମ୍ମୁଖରେ ଥିବା ଖାଦ୍ୟ ପାଇଁ ଧନ୍ୟବାଦ କହିବା ଦ୍ୱାରା ଆମେ ଈଶ୍ୱରଙ୍କ ବ୍ୟବସ୍ଥା ଏବଂ ଆମର ଖାଦ୍ୟ ସମେତ ଜୀବନର ସମସ୍ତ କ୍ଷେତ୍ରରେ କୃତଜ୍ଞ ହେବା ପାଇଁ ତାଙ୍କ ଇଚ୍ଛାକୁ ସ୍ୱୀକାର କରୁ। ଆମେ ଆଜି ଖାଦ୍ୟ ବିଷୟରେ କଥାବାର୍ତ୍ତା ଜାରି ରଖିଛୁ, କିନ୍ତୁ ଏହା ଭିନ୍ନ ଦୃଷ୍ଟିକୋଣରୁ। ଏହା ଆକର୍ଷଣୀୟ ଲାଗୁଛି। ଆମକୁ ଅଧିକ କିଛି କୁହନ୍ତୁ କଲ୍ୟାଣୀ ଦିଦି। ହଁ, ଆଜି ଆମେ ସମାଜରେ ଆମେ ଆମର ଇଚ୍ଛା ଅନୁଯାୟୀ ଖାଦ୍ୟ ଖାଇଥାଉ ଏବଂ ଆମେ ଅତ୍ୟଧିକ ମାତ୍ରାରେ ଖାଦ୍ୟ ଉପଭୋଗ କରିବାକୁ ଭଲ ପାଉ। ଆମ ପାଖରେ ବର୍ତ୍ତମାନ ନାନା ପ୍ରକାରର ଖାଦ୍ୟ ଅଛି ଯାହା ଆମର ଜେଜେମା ଜେଜେବାପା ବୋଧେ ହୁଏ କେବେ ଦେଖିନଥିବେ, ବା ପ୍ରତ୍ୟେକ ରାସ୍ତାରେ, ପ୍ରତ୍ୟେକ କୋଣରେ ଏବଂ ସୁପର ମାର୍କେଟ କିମ୍ବା ଏକ ରେଷ୍ଟୁରାଣ୍ଟରେ ଏହା ସହଜରେ ଉପଲବ୍ଧ। ମୋତେ ଏହି ବିଷୟରେ କୁହନ୍ତୁ। ମୋର ପ୍ରିୟ ମନୋରଞ୍ଜନ ହେଉଛି ପ୍ରକୃତରେ ଏକ ସୁପର ମାର୍କେଟକୁ ଯିବା ଏବଂ ଖାଦ୍ୟ ପଦାର୍ଥ ରଖାଯାଇଥିବା ବିଭାଗ ଦେଇ ଚାଲିବା। ଖାଦ୍ୟର ଚୟନ ଅବିଶ୍ୱସନୀୟ, ସବୁକିଛି ଲୋଭନୀୟ ଲାଗେ ଏବଂ ମୁଁ ଇଚ୍ଛା କରେ ଯେ ମୁଁ ମୋ କାର୍ଟକୁ ଉପର ପର୍ଯ୍ୟନ୍ତ ସବୁ ଜିନିଷରେ ପୂରଣ କରିପାରିବି। ଆମ ଭିତରୁ ଅଧିକାଂଶ ଏହା ହିଁ କରିଥାନ୍ତି। ଆମେ ଅଧିକ ଖାଦ୍ୟ ସାମଗ୍ରୀ କିଣୁ ଏବଂ ଆମର ସମସ୍ତ ସମୟ ଏବଂ ଅର୍ଥ ପରବର୍ତ୍ତୀ ଜଳଖିଆ, ଆମେ ଚେଷ୍ଟା କରିବାକୁ ଚାହୁଁଥିବା ନୂତନତମ ବେକାରୀ ଉତ୍ପାଦ କିମ୍ବା ଆମେ ଚାହୁଁଥିବା ଯେକୌଣସି ବିଷୟରେ ମନ ଇଚ୍ଛା ଖର୍ଚ୍ଚ କରୁ। ବୋଧହୁଏ ଏହା ହେଉଛି ଆମମାନଙ୍କ ମଧ୍ୟରୁ ଅନେକଙ୍କର ଅଧିକ ଓଜନ କିମ୍ବା ଅସ୍ୱାସ୍ଥ୍ୟକର ହେବାର ଏକ କାରଣ। ଏହା ମୋତେ ଏକ ପ୍ରବାଦ ବିଷୟରେ ମନେ ପକାଇ ଦିଏ ଯାହା କହେ, ଖାଇବା ପାଇଁ ବଞ୍ଚନ୍ତୁ ନାହିଁ, ବରଂ ବଞ୍ଚିବା ପାଇଁ ଖାଆନ୍ତୁ। ନିଶ୍ଚିତ। ତେବେ ଚାଲନ୍ତୁ ଆଜିର ପ୍ରସଙ୍ଗକୁ ଉପସ୍ଥାପନା କରିବା। ଏଠାରେ କିଛି ସୂତ୍ର ଅଛି। ଏହା 7ଟି ମାରାତ୍ମକ ପାପ ମଧ୍ୟରୁ ଗୋଟିଏ ଏହା ଖାଦ୍ୟ ସହିତ ଜଡ଼ିତ ଏବଂ ଏହି ବିଷୟରେ ଫିଲିପିଓ 3:19ରେ
କୁହାଯାଇଛି। ଠିକ୍ ଅଛି, ଚାଲନ୍ତୁ ଦେଖିବା ସେଇ ପଦଟି କ'ଣ କହୁଛି। ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି ପାର୍ଥିବ ବିଷୟ ଗୁଡ଼ିକରେ ଆସକ୍ତ ଅଟନ୍ତି। ବର୍ତ୍ତମାନ ଆପଣ ଆମର ଦର୍ଶକମାନଙ୍କୁ ଜଣାଇ ପାରିବେ କି ଆମେ କେଉଁ ବିଷୟ ଆଲୋଚନା କରିବାକୁ ଯାଉଛୁ? ଏହା ଅତ୍ୟଧିକ ଖାଇବା କିମ୍ବା ପେଟୁକ ହେବାର ପାପ ପରି ଦେଖାଯାଏ। ଏହା ଠିକ୍। ସତ୍ୟ ହେଉଛି ଆମେ ଏକ ଖାଦ୍ୟ ଆସକ୍ତ ସମାଜରେ ରହୁଛୁ। ଆମେ ଖାଇବା ପାଇଁ ବଞ୍ଚି ଖାଇବା ଆମର ପ୍ରିୟ ବିଷୟ ହୋଇଗଲାଣି। ଆମେ ଖାଦ୍ୟକୁ ନେଇ ଆମର ଦିନର ଯୋଜନା ପ୍ରସ୍ତୁତ କରିଥାଉ। ଖାଇବାରେ କିଛି ଭୁଲ ନାହିଁ। ଆମ ଶରୀର ପାଇଁ ଖାଦ୍ୟ ନିହାତି ଆବଶ୍ୟକ ଏବଂ ଭଲ। ଯାହା ଖରାପ ତାହା ହେଉଛି ଯେତେବେଳେ ଖାଇବା ଆମ ଉପରେ ଆଧିପତ୍ୟ ବିସ୍ତାର କରେ। ଯେପରି ଜର୍ଜ ବର୍ନାର୍ଡସ୍ ଲେଖିଛନ୍ତି, ଖାଦ୍ୟ ପ୍ରତି ଭଲ ପାଇବା ଠାରୁ ଅଧିକ ଆନ୍ତରିକ ପ୍ରେମ ଆଉ କିଛି ନୁହେଁ। ଆମେ ନିଜକୁ ପଚାରିବାର ଆବଶ୍ୟକତା ରହିଛି, ଆମେ କେତେବେଳେ ଖାଇବୁ, ଆମେ କାହିଁକି ଖାଉଛୁ, ଆମେ କ'ଣ ପାଇଁ ଖାଉଛୁ, ସ୍ୱାସ୍ଥ୍ୟ ଏବଂ ଶକ୍ତି ପାଇଁ ନା ଅନ୍ୟ କୌଣସି କାରଣରୁ। ଖାଦ୍ୟ ଖାଇବା ଆନନ୍ଦଦାୟକ, ଯାହା ଭଲ, କିନ୍ତୁ ଖାଦ୍ୟର ଆନନ୍ଦ ମଧ୍ୟ ଆମ ଜୀବନରେ ଏକ ଦେବତା ହୋଇପାରେ, ଯାହା ଆମକୁ ଆୟତ୍ତ କରେ ଏବଂ ଶେଷରେ ଆମେ ଖାଉଥିବା ଖାଦ୍ୟକୁ ପ୍ରଶଂସା କରିବାର କ୍ଷମତାକୁ ନଷ୍ଟ କରେ। ତେଣୁ ଯେତେବେଳେ ଏହି ଆନନ୍ଦ ପ୍ରଧାନ ହୋଇଯାଏ, ପେଟୁକତା ଏକ ସମସ୍ୟା ହୋଇଯାଏ। ଏବଂ ଯଦି ଆମେ ପେଟୁକତା କିମ୍ବା ଅତ୍ୟଧିକ ଖାଇବା ସହିତ ସଂଘର୍ଷ କରୁ, ଏହାର ଅର୍ଥ ଆମେ ବିଶେଷ କରି ଖାଦ୍ୟ ସହିତ ଜଡ଼ିତ ଆନନ୍ଦ ପାଇଁ ଆମର ଇଚ୍ଛା ଦ୍ୱାରା ନିଜକୁ ପ୍ରାଧାନ୍ୟ କରିବାକୁ ଅନୁମତି ଦେଉଛୁ। ଏହା ଠିକ୍, କିନ୍ତୁ ଏଠାରେ ଗୋଟିଏ କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ସମଗ୍ର ଶାସ୍ତ୍ରରେ ପେଟୁକତା କେବଳ ଅତ୍ୟଧିକ ଖାଇବା କିମ୍ବା ପିଇବା ବିଷୟରେ ନୁହେଁ, ଏହା ଅଧିକ ପାଇଁ ଏକ ଅସୀମ ଇଚ୍ଛା ବିଷୟରେ, ଯେପରି ଅଧିକ ଆନନ୍ଦ, ଅଧିକ ଶକ୍ତି, ଅଧିକ ଆରାମ, ଅଧିକ ଉପଭୋଗ। ଏହା ଆମ ପାଖରେ ଯାହା ଅଛି ସେଇଥିପାଇଁ ଆମର କୃତଜ୍ଞତାକୁ ଛାୟାବୃତ କରେ ଏବଂ ଅନ୍ୟମାନଙ୍କ ଆବଶ୍ୟକତା ପ୍ରତି ଆମକୁ ଅନ୍ଧ କରେ। ଏକଦା ଜଣେ ବ୍ୟକ୍ତି ରହୁଥିଲେ ଯିଏ କେବଳ ଖାଦ୍ୟକୁ ଭଲ ପାଉଥିଲେ। ସକାଳ ଠାରୁ ରାତି ପର୍ଯ୍ୟନ୍ତ ସେ ଖାଉଥିଲେ। ତାଙ୍କର ଓଜନ ଅତ୍ୟଧିକ ଥିଲା ଏବଂ ତାଙ୍କୁ ଅତ୍ୟଧିକ ମେଦବହୁଳ ବୋଲି ବିବେଚନା କରାଯାଉଥିଲା। ଅତ୍ୟଧିକ ବ୍ୟାୟାମ ଯୋଗୁଁ ସେ ଅନାକର୍ଷଣୀୟ ହୋଇଯାଇଥିଲେ। ଅତ୍ୟଧିକ ଖାଦ୍ୟ ଗ୍ରହଣରେ ପ୍ରତ୍ୟକ୍ଷ ପରିମାଣ ସ୍ୱରୂପ ତାଙ୍କର ଶରୀର ସମ୍ପୂର୍ଣ୍ଣ ଭାବେ ଅନୁପଯୁକ୍ତ ହୋଇଯାଇଥିଲା। ତାଙ୍କ ପୋଷାକ ଗୁଡ଼ିକ ଟାଇଟ୍ ଏବଂ ଆକାରହୀନ ଲାଗୁଥିଲା। ତାଙ୍କ ଗୋଡ଼ ଗୁଡ଼ିକ ଅତ୍ୟଧିକ ଫୁଲି ଯାଇଥିବାରୁ ଏବଂ ପରିଶ୍ରମ ଅତ୍ୟନ୍ତ କ୍ଳାନ୍ତିକର ହୋଇଯାଉଥିବାରୁ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିଲା। ବାସ୍ତବରେ ସେ ପ୍ରକୃତରେ ସ୍ୱାଭାବିକ ଭାବରେ ଚାଲୁନଥିଲେ। ସେ ଦୋଳି ମାରି ଚାଲିଲେ। ତାଙ୍କର ପ୍ରିୟ ରେଷ୍ଟୁରାଣ୍ଟ ଥିଲା ସ୍ଥାନୀୟ ସହରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟ, ଯାହାକୁ ସେ ପ୍ରତିଦିନ ଆସୁଥିଲେ। ସେହି ଦିନର ସାଧାରଣ 3ଟି ଭୋଜନରେ ସନ୍ତୁଷ୍ଟ ନଥିଲେ, ଯାହା ଏକ ସାଧାରଣ ଖାଦ୍ୟ ଭାବରେ ବିବେଚନା କରାଯାଇପାରେ। କିନ୍ତୁ ଖାଦ୍ୟ ମଧ୍ୟରେ ଅସ୍ୱାସ୍ଥ୍ୟକର ଫାଷ୍ଟ ଫୁଡରେ ନିୟମିତ ଭାବରେ ଲିପ୍ତ ହେବାକୁ ଇଚ୍ଛା ମଧ୍ୟ ଥିଲା। ଭୋଜନ ସମୟରେ ସେ କିଛି ମାଂସ ଖଣ୍ଡ ଏବଂ କିଛି ପନିପରିବା ଦ୍ୱାରା ନିଜକୁ ସନ୍ତୁଷ୍ଟ କରିବାରେ ଅସମର୍ଥ ଅନୁଭବ କରିଥିଲେ। ତାଙ୍କୁ ସବୁ କିଛି ଦରକାର ପଡୁଥିଲା। ତାଙ୍କର ଭୋଜନ ଏକ ମାନବ ଆକାରର ପ୍ଲେଟରେ ଫିଟ୍ ହେବା ପାଇଁ ବହୁତ ବଡ଼ ଥିଲା ଏବଂ ରେଷ୍ଟୁରାଣ୍ଟ ଖାଦ୍ୟର ପରିମାଣକୁ ସ୍ଥାନିତ କରିବା ପାଇଁ ଏକ ବଡ଼ ଥାଳି ବ୍ୟବହାର କରିଥିଲା। ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅତ୍ୟନ୍ତ ଚିନ୍ତିତ ଥିଲେ ଏବଂ ଅନେକ ସମୟରେ ତାଙ୍କୁ ସୂଚନା ଦେଉଥିଲେ ଯେ ତାଙ୍କର ଓଜନ ହ୍ରାସ କରିବାର ଆବଶ୍ୟକତା ରହିଛି, କାରଣ ସେମାନେ ଅନୁଭବ କରିଥିଲେ ଯେ ସେ ଧୀରେ ଧୀରେ ନିଜକୁ ସମାପ୍ତ କରୁଛନ୍ତି। ସେମାନେ ତାଙ୍କୁ ବାରମ୍ବାର ସମାଲୋଚନା କରୁଥିଲେ। ତୃତୀୟ ବିଶ୍ୱର ଦେଶଗୁଡ଼ିକରେ ଲୋକମାନେ ଅନାହାରରେ ରହୁଛନ୍ତି। ଅନାବଶ୍ୟକତା ଖାଦ୍ୟ
ଓ ପାନୀୟକୁ ଅଧିକ ମାତ୍ରାରେ ଉପଭୋଗ କରୁଛନ୍ତି, କିନ୍ତୁ ସେ ସେମାନଙ୍କ ପରାମର୍ଶ ଶୁଣିଲେ ନାହିଁ। ଆଉ ଗୋଟିଏ ଦିନ ସେ ଲକ୍ଷ୍ୟ କଲେ ଯେ ତାଙ୍କର ସାଧାରଣ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଥିଲା ଏବଂ ସେ ଶାରୀରିକ ତ୍ରୁଟି ଅନୁଭବ କରିବାକୁ ଲାଗିଲେ, ଯାହା ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଉଥିଲା। ଏହା ଅତି ଗମ୍ଭୀର ହୋଇଗଲା ଏବଂ ସେ ଏତେ ଚିନ୍ତିତ ହୋଇଗଲେ ଯେ ସେ ଡାକ୍ତରକୁ ଭେଟିବାକୁ ବାଧ୍ୟ ହେଲେ। ତାଙ୍କ ଏକ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିଥିଲେ ଏବଂ ତାଙ୍କୁ ସୂଚନା ଦେଇଥିଲେ ଯେ ମୋଟାପଣର ମୁଖ୍ୟ କାରଣ ବ୍ୟତୀତ ସେ କେଉଁଭଳି ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନେଇ ଚିନ୍ତିତ ଥିଲେ, ଯାହା ଗ୍ରହଣୀୟ ନଥିଲା। ସେ ତାଙ୍କ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲର ସ୍ତରକୁ ନେଇ ଚିନ୍ତିତ ଥିଲେ, ଯାହା ଗ୍ରହଣୀୟ ନଥିଲା। ତାଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ତାଙ୍କ ଔଷଧ ଏବଂ କଠୋର ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ, ନଚେତ୍ ସେ ବୋଧହୁଏ କିଛି ମାସ ମଧ୍ୟରେ ମୃତ୍ୟୁବରଣ କରିବେ। ତାଙ୍କୁ କୁହାଯାଇଥିଲା ଯେ ପ୍ରଥମେ ତାଙ୍କୁ ଭୋଜନ ମଧ୍ୟରେ ଖାଇବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ପଡ଼ିବ ଏବଂ ତାଙ୍କ ମୁଖ୍ୟ ଖାଦ୍ୟର ମାତ୍ରା ଅତ୍ୟଧିକ ହ୍ରାସ କରିବାକୁ ପଡ଼ିବ। ଭୋଜନ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ଗୋଟିଏ ପସନ୍ଦ ମାଂସର କେବଳ 2ଟି ସ୍ଲାଇସ୍ ଅନୁମତି ଦିଆଯାଇଥିଲା, ଯେଉଁଥିରେ 2ରୁ ଅଧିକ ଆଳୁ ଏବଂ କିଛି ପନିପରିବା ବ୍ୟତୀତ ଆଉ କିଛି ନଥିଲା। ଯଦି ସେ ଏହି ଅନୁମୋଦିତ ପରିମାଣକୁ ଅତିକ୍ରମ କରନ୍ତି, ତେବେ ସେ ନିଜକୁ ଭବିଷ୍ୟତରେ ଗୁରୁତର ସମସ୍ୟାର ଓ ଅତ୍ୟଧିକ ବିପଦରେ ପଡ଼ିବେ। ତାଙ୍କୁ କୁହାଯାଇଥିଲା ଯେ ଯେତେ ଶୀଘ୍ର ସମ୍ଭବ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ତାଙ୍କୁ ଏହି ଡାଏଟ୍ ବ୍ୟତୀତ ଦୈନନ୍ଦିନ ବ୍ୟାୟାମ ଆରମ୍ଭ କରିବାକୁ ପଡ଼ିବ, କାରଣ ତାଙ୍କ ଶାରୀରିକ ଅବସ୍ଥା ବର୍ତ୍ତମାନ ଏକ ଗୁରୁତର ଅବସ୍ଥା ବୋଲି ବିବେଚନା କରାଯାଉଥିଲା। 2 ମାସ ମଧ୍ୟରେ ସେ ସଫଳତାର ସହ ନିଜର ଓଜନ 20 କିଲୋଗ୍ରାମ ହ୍ରାସ କରିଥିଲେ ଏବଂ ଏକ ଉଚ୍ଚ ଏବଂ ସ୍ୱାସ୍ଥ୍ୟକର ଜୀବନର ଲାଭ ଅନୁଭବ କରିବାକୁ ଲାଗିଲେ। ହିତୋପଦେଶ 23 ପର୍ବର 20ରୁ 21ରେ ଲେଖା ଅଛି, ଦ୍ରାକ୍ଷାରସରେ ଆସକ୍ତ ଓ ପେଟାର୍ଥୀ ମାଂସଭୁକ୍ତା ମାନଙ୍କ ସଙ୍ଗୀ ହୁଅ ନାହିଁ, କାରଣ ମତୁଆଳ ଓ ପେଟୁକ ଦରିଦ୍ର ହେବେ, ପୁଣି ଘୁମା ମନୁଷ୍ୟକୁ ଚିରାକନା ପିନ୍ଧାଇବ। ଭଲ ଖାଦ୍ୟ ଉପଭୋଗ କରିବା ଭୁଲ ନୁହେଁ କିମ୍ବା ଅନ୍ୟ କିଛି ଯାହା ଈଶ୍ୱର ଆମକୁ ଆମ ଭଲ ପାଇଁ ଦେଇଛନ୍ତି। ବାଇବଲ କୁହେ, ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧବର ଊର୍ଦ୍ଧ୍ୱରୁ ଅର୍ଥାତ୍ ଜ୍ୟୋତିର୍ଗଣର ପିତାଙ୍କ ଠାରୁ ଆସେ। ଯାକୁବ 1:17 ସର୍ବୋପରି ଈଶ୍ୱର ଆମକୁ ଭଲ ବିଷୟ ଉପଭୋଗ କରିବାର କ୍ଷମତା ଦେଇଛନ୍ତି। ସେ ଏହା କ'ଣ କରିଥାନ୍ତେ ଯଦି ସେ ଚାହିଁନଥାନ୍ତେ ଯେ ଆମେ ଏହିସବୁ ଉତ୍ତମ ବିଷୟ ଉପଭୋଗ କରୁ? ଯଦି ଆମ ପାଖରେ ସ୍ୱାଦ କଳିକା ନଥାନ୍ତା କିମ୍ବା ସୁଗନ୍ଧିତ ଗୋଲାପ ଆଘ୍ରାଣ କରିବାର କ୍ଷମତା ନଥାନ୍ତା, ତେବେ ଆମ ଜୀବନ କିପରି ହୋଇଥାନ୍ତା? ସମସ୍ୟା ହେଉଛି ଯେ ଆମେ ସହଜରେ ଈଶ୍ୱରଙ୍କ ଉପହାରର ଅପବ୍ୟବହାର କରି ସେଗୁଡ଼ିକୁ କ୍ଷତିକାରକ କିମ୍ବା ଏହିପରିକି ମନ୍ଦ ବିଷୟରେ ପରିଣତ କରିଥାଉ। ଖାଦ୍ୟ ଭଲ, କିନ୍ତୁ ଯେତେବେଳେ ଏହା ଆମର ପ୍ରଭୁ ହୋଇଯାଏ, ଏହା ଖରାପ ହୋଇଯାଏ। ଏହି କାରଣରୁ ବାଇବଲ ପେଟୁକପଣକୁ ନିନ୍ଦା କରେ। ବାଇବଲ ଆମମାନଙ୍କୁ ସ୍ମରଣ କରାଇ ଦିଏ ଯେ କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ ସେ ସେଥିର ଦାସ। ପେଟୁକତା ସାଧାରଣତଃ ଖାଦ୍ୟ ସହିତ ଜଡ଼ିତ ଏକ ପାପ। ତଥାପି ଏହା କେବଳ ଅତ୍ୟଧିକ ଖାଇବା ନୁହେଁ, କିନ୍ତୁ ଏଥିରେ ମଦ୍ୟପାନ, ଅଧିକ ଟିଭି ବା ଅଧିକ ମୋବାଇଲ ଦେଖିବା, ଅନୁପଯୁକ୍ତ ଚିନ୍ତାଧାରା, ଆଚରଣ, ଭୌତିକ ଆନନ୍ଦ ପ୍ରତି ଏକ ଅବସେସିଭ ପ୍ରେମ ଅନ୍ତର୍ଭୁକ୍ତ ହୋଇପାରେ। ଏହା କୌଣସି ବସ୍ତୁରୁ ଏକ ମୂର୍ତ୍ତି ନିର୍ମାଣ କରିବା ପରି। ଏବଂ ଆମ୍ଭେମାନେ ଜାଣୁ ଯେ ପ୍ରତିମା ପୂଜା କରିବା 10 ଆଜ୍ଞା ବିରୁଦ୍ଧ ଯାଇଥାଏ। ଯାତ୍ରା ପୁସ୍ତକ 20 ପର୍ବ 3 ପଦରେ ଲେଖା ଅଛି, ଆମ୍ଭ ସାକ୍ଷାତରେ ତୁମର ଆଉ କୌଣସି ଦେବତା ହେବ ନାହିଁ। ଯେତେବେଳେ ଆମେ ଖାଦ୍ୟ ପ୍ରତି ଆସକ୍ତ, ଆମେ ଖୋଦିତ ପ୍ରତିଛବି ସୃଷ୍ଟି କରୁନାହୁଁ, କିନ୍ତୁ ଆମେ ଏହିପରି ଆଚରଣରେ ନିୟୋଜିତ ହେଉ
ଯାହା ଈଶ୍ୱର ଅନୁମୋଦନ କରନ୍ତି ନାହିଁ। ପେଟୁକତା ଉଭୟ ଆଧ୍ୟାତ୍ମିକ ଏବଂ ଶାରୀରିକ ଭାବରେ ମାରାତ୍ମକ। ଅତ୍ୟଧିକ ଖାଇବା ଦ୍ୱାରା ଖରାପ ସ୍ୱାସ୍ଥ୍ୟ ଏବଂ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ହୋଇପାରେ, ଯାହା ମୃତ୍ୟୁର କାରଣ ହୋଇପାରେ। ଅଧ୍ୟୟନରୁ ଜଣାପଡ଼ୁଛି ଯେ ଅତ୍ୟଧିକ ସ୍କ୍ରିନ୍ ସମୟ ଆଖି ଷ୍ଟ୍ରେନ୍, ପିଠି ଯନ୍ତ୍ରଣା ଏବଂ ନିଶା ପ୍ରବଣ ଆଚରଣ ସୃଷ୍ଟି କରିପାରେ। ପେଟୁକତା ଆଧ୍ୟାତ୍ମିକ ମୃତ୍ୟୁର କାରଣ ହୋଇପାରେ ଏବଂ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ମଧ୍ୟରେ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିପାରେ। ପେଟୁକଥା ମଧ୍ୟ ଆତ୍ମାଙ୍କ ଫଳ ଆତ୍ମ ସଂଯମ ବିରୁଦ୍ଧରେ ଯାଇଥାଏ। ପେଟୁକତା ଏକ ଦାୟିତ୍ୱହୀନ ଜୀବନଶୈଳୀ ସୃଷ୍ଟି କରିପାରେ, କାରଣ ଆମେ ଅତ୍ୟଧିକ ଭୋଗ ପାଇଁ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରୁ ଏବଂ ଖର୍ଚ୍ଚର ଏକ ନିରନ୍ତର ଚକ୍ର ସାଧାରଣତଃ ପାପ ସହିତ ଜଡ଼ିତ। ପେଟୁକତା ମଧ୍ୟ ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଏହା ଅନେକ ସମୟରେ ଶରୀର ସହିତ ଦୁର୍ବ୍ୟବହାର କରିଥାଏ। ବାଇବେଲ କହନ୍ତି, ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ ତୁମ୍ଭେମାନେ ନିଜେ ନିଜର ନୁହଁ, କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ। ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କର ଗୌରବ ପ୍ରକାଶ କର। ପ୍ରଥମ କରନ୍ଥୀୟ 6:19 ଆଉ 20 ଏହା ପ୍ରକାଶ କରେ। ଏହି ଚିତ୍ତାକର୍ଷକ ପଦଟିକୁ ଦେଖନ୍ତୁ। ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ, ସେତେବେଳେ ତୁମ ସମ୍ମୁଖରେ କିଏ ଅଛି ତାହା ଯତ୍ନପୂର୍ବକ ବିବେଚନା କର। ଯେବେ ତୁମେ ପେଟାର୍ଥୀ ହୁଅ, ତୁମେ ଆପଣା ଗଳାରେ ଛୁରୀ ଆପେ ରଖ। ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ, ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ। ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ। ତୁମ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ। ଯାହା ନାହିଁ ତୁମେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ? କାରଣ ଆକାଶରେ ଉଡ଼ନ୍ତା ଉତ୍କର୍ଷ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ। ଯେବେ ତୁମେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ। ଏକ ଗମ୍ଭୀର ଚେତାବନୀ ଅଟେ। ସଲୋମନ ଆମକୁ ମନେ ପକାଇ ଦିଅନ୍ତି ଯେ ନିୟନ୍ତ୍ରଣ ଏବଂ ଆତ୍ମସଂଯମ ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ, ଆମର ଆବେଗ ଏବଂ କ୍ଷୁଧାକୁ ନିୟନ୍ତ୍ରଣ କିମ୍ବା ଯାଞ୍ଚ କରିବା ଆବଶ୍ୟକ। ପେଟୁକଥା ମଧ୍ୟ ଲୋଭ ଆଡ଼କୁ ନେଇଯାଏ। ଆମେ ପ୍ରଥମେ ଅଳ୍ପରୁ ଆରମ୍ଭ କରୁ ଏବଂ ତାପରେ ଆମେ ଅଧିକ ଚାହୁଁ। ଅଧିକ ଟଙ୍କା, ଅଧିକ ପୋଷାକ, ଅଧିକ କାର୍ ଏବଂ ଧୀରେ ଧୀରେ ଆମ ପାଖରେ ଯାହା ଅଛି ତାହା ଆମର ଲୋଭକୁ ସନ୍ତୁଷ୍ଟ କରିବାରେ ପର୍ଯ୍ୟାପ୍ତ ହୁଏ ନାହିଁ। ଏବଂ ତାପରେ ବେଳେବେଳେ ବହୁତ ବିଳମ୍ବ ହୋଇଯାଏ ଏବଂ ଆମେ ଅଧିକ ଚାହୁଁଥିବା ଆମର ଅନିୟନ୍ତ୍ରିତ ଇଚ୍ଛା ହେତୁ କଠିନ ଏବଂ ଭୟଙ୍କର ପରିସ୍ଥିତିରେ ପଡ଼ିଯାଉ। ଏପିକ୍ୟୁରସ୍ 2000 ବର୍ଷ ପୂର୍ବେ ଗ୍ରୀସରେ ଜନ୍ମଗ୍ରହଣ କରିଥିଲେ। ଏକ ଛୋଟ ବଗିଚାରେ ରହୁଥିଲେ। ଏହି ଉଦ୍ୟାନ ଏପିକୁରସ୍ ଉଦ୍ୟାନ ନାମରେ ପରିଚିତ ଥିଲା। ତାଙ୍କ ପାଖରେ ଆରିଷ୍ଟଟଲଙ୍କର ଭଳି କୌଣସି ଏକାଡେମୀ ନଥିଲା କିମ୍ବା ପ୍ଲେଟୋଙ୍କ ଭଳି କୌଣସି ବିଦ୍ୟାଳୟ ନଥିଲା। ତାଙ୍କର କେବଳ ଏକ ବଗିଚା ଥିଲା। ଏହା ଦେଖିବାକୁ ସରଳ ଏବଂ ସୁନ୍ଦର। ଏକ ଏକାଡେମୀ ଅପେକ୍ଷା ଏକ ବଗିଚା ଅଧିକ ପ୍ରାକୃତିକ ଦେଖାଯାଏ। ସେ କିଛି ବନ୍ଧୁଙ୍କ ସହ ବଗିଚାରେ ରହୁଥିଲେ। ସେମାନେ କେବଳ ସେଠାରେ ରହୁଥିଲେ, ବିଶେଷ କିଛି କରୁନଥିଲେ। ବଗିଚାରେ କାମ କରୁଥିଲେ ଏବଂ ବଞ୍ଚିବା ପାଇଁ ଯଥେଷ୍ଟ ସମ୍ପତ୍ତି ରଖିଥିଲେ। କୁହାଯାଏ ଯେ ରାଜା ଥରେ ପରିଦର୍ଶନ କରିବାକୁ ଆସିଥିଲେ ଏବଂ ସେ ଭାବୁଥିଲେ ଯେ ଏହି ବ୍ୟକ୍ତି ନିଶ୍ଚୟ ବିଳାସରେ ରହୁଥିବେ, କାରଣ ତାଙ୍କର ଲକ୍ଷ୍ୟ ଥିଲା ଖାଅ, ପିଅ ଏବଂ ଖୁସି ରହ। ରାଜା ଭାବିଲେ, ମୁଁ ସେଇ ଲୋକମାନେ କିପରି ବିଳାସରେ ଆନନ୍ଦରେ ବଞ୍ଚୁଛନ୍ତି ମୁଁ ଯାଇ ଦେଖିବି। କିନ୍ତୁ ଯେତେବେଳେ ସେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ସରଳ ଲୋକ ବଗିଚାରେ କାମ କରୁଛନ୍ତି, ଗଛରେ ପାଣି ଦେଉଛନ୍ତି। ଦିନ ସାରା ସେମାନେ କାମ କରୁଥିଲେ। ସେମାନଙ୍କ ପାଖରେ ବହୁତ କମ୍ ଜିନିଷ ଥିଲା, ଯାହା କେବଳ ବଞ୍ଚିବା ପାଇଁ ଯଥେଷ୍ଟ ଥିଲା। ସନ୍ଧ୍ୟାରେ ଯେତେବେଳେ ସେମାନେ ରାତ୍ରି ଭୋଜନ କରୁଥିଲେ, ସେଠାରେ କୌଣସି ଘିଅ ମଧ୍ୟ ନଥିଲା। କେବଳ ଶୁଖିଲା ରୁଟି
ଏବଂ ଅଳ୍ପ କ୍ଷୀର, କିନ୍ତୁ ସେମାନେ ଏହାକୁ ଏକ ଭୋଜି ଭଳି ଉପଭୋଗ କରିଥିଲେ। ରାତ୍ରି ଭୋଜନ ପରେ ସେମାନେ ନୃତ୍ୟ କରିଥିଲେ। ଦିନ ଶେଷ ହୋଇଗଲା ଏବଂ ସେମାନେ ନିଜ ଅସ୍ତିତ୍ୱ ଏବଂ ଜୀବନ ପାଇଁ ଧନ୍ୟବାଦ ଦେଲେ। ଏବଂ ରାଜା ଏହା ଦେଖି କାନ୍ଦୁଥିଲେ, କାରଣ ସେ ସର୍ବଦା ତାଙ୍କ ମନରେ ଏପିକୁରସକୁ ନିନ୍ଦା କରୁଥିଲେ। ସେ ପଚାରିଲେ, ଖାଅ, ପିଅ ଏବଂ ଖୁସି ରୁହ କହିବାର ଅର୍ଥ କ'ଣ? ଏପିକୁରସ କହିଲେ, ଆପଣ ଦେଖିଛନ୍ତି ଆମେ ଏଠାରେ ଖୁସି ଅଛୁ। ଯଦି ଆପଣ ପ୍ରକୃତରେ ଖୁସି ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ସରଳ ହେବାକୁ ପଡ଼ିବ, କାରଣ ଆପଣ ଯେତେ ଅଧିକ ଜଟିଳ ହେବେ, ଆପଣ ସେତେ ଅଧିକ ଅସନ୍ତୁଷ୍ଟ ହେବେ। ଆପଣଙ୍କ ଜୀବନ ଯେତେ ଜଟିଳ ହେବ, ସେତେ ଅଧିକ ଦୁର୍ଦ୍ଦଶା ମଧ୍ୟ ସୃଷ୍ଟି ହେବ। ଆମେ ସରଳ, ଆମେ ଈଶ୍ୱରଙ୍କୁ ଖୋଜୁଛୁ ବୋଲି ନୁହେଁ, କାରଣ ସରଳ ହେବା ଅର୍ଥ ସୁଖୀ ହେବା। ଏବଂ ରାଜା କହିଲେ, ମୁଁ ତୁମ ପାଇଁ କିଛି ଉପହାର ପଠାଇବାକୁ ଚାହୁଁଛି। ବଗିଚା ଏବଂ ଆପଣଙ୍କ ସମ୍ପ୍ରଦାୟ ପାଇଁ ଆପଣ କ'ଣ ଚାହୁଁଛନ୍ତି? ଏପିକୁରସ ଭାବିଲେ ଏବଂ କହିଲେ, ଆମ୍ଭେ ଭାବୁନାହୁଁ ଯେ ଆଉ କିଛି ଦରକାର ଅଛି। ରାଗନ୍ତୁ ନାହିଁ, ଆପଣ ଜଣେ ମହାନ ରାଜା, ଆପଣ ସବୁ କିଛି ଦେଇପାରିବେ, କିନ୍ତୁ ଆମର ଆବଶ୍ୟକତା ନାହିଁ। ଯଦି ଆପଣ ଜିଦ୍ କରନ୍ତି, ତେବେ ଆପଣ ଅଳ୍ପ ଲୁଣ ଏବଂ ବଟର ପଠାଇ ପାରିବେ। ଦାର୍ଶନିକ ଏପିକୁରସ ଜାଣିଥିଲେ ଯେ ଆପଣଙ୍କ ପାଖରେ ଯାହା କିଛି ଅଛି ତାହାର ପ୍ରଶଂସା କରିବା ଦ୍ୱାରା ପ୍ରକୃତ ଆନନ୍ଦ ମିଳିଥାଏ। ଏକ ବିଶ୍ୱାସୀ ଭାବରେ ଆମେ ଭାବୁଛେ ଯେତେବେଳେ ଆମ ପାଖରେ ଅଧିକ ଅଛି, ଆମେ ଅଧିକ ସ୍ଥିରତା ପାଇବୁ ଏବଂ ତାପରେ ଆମେ ଈଶ୍ୱରଙ୍କୁ ଅଧିକ ଦେଇପାରିବା, କିନ୍ତୁ ତାହା ସତ୍ୟ ନୁହେଁ। ଆପଣ ଦେଖନ୍ତୁ, ପେଟୁକତା ଆମର ଧ୍ୟାନ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିବର୍ତ୍ତେ ଇଚ୍ଛାର ବସ୍ତୁ ଉପରେ ସ୍ଥାନାନ୍ତରିତ କରେ। ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟରେ ଆମେ ଦେଖୁ, ଇସ୍ରାଏଲୀୟ ଲୋକମାନେ ମାତ୍ର କିଛି ମାସ ହେଲା ମରୁଭୂମିର ମଧ୍ୟ ଦେଇ ଯାତ୍ରା କରୁଛନ୍ତି। ପ୍ରତ୍ୟେକ ଦିନ ଈଶ୍ୱର ଆଶ୍ଚର୍ଯ୍ୟ ଭାବରେ ମାନା ନାମକ ଏକ ପଦାର୍ଥ ପ୍ରଦାନ କରିଥିଲେ, ଯାହା ପ୍ରତିଜ୍ଞାତ ଦେଶକୁ ସେମାନଙ୍କ ଯାତ୍ରା ସମୟରେ ସେମାନଙ୍କୁ ବଞ୍ଚାଇ ରଖିଥିଲା। କିନ୍ତୁ ଖୁବ୍ ଶୀଘ୍ର ସେମାନେ ମାନା ଖାଇକି କ୍ଳାନ୍ତ ହୋଇଯାଇଥିଲେ। ଶୀଘ୍ର ଏହା ତାଙ୍କର ମୂଷା ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକ ବିଦ୍ରୋହର କାରଣ ହେଲା। ଆପଣ ଜାଣନ୍ତି ଯେ ମୁଁ ମୋର ପ୍ରିୟ ଖାଦ୍ୟକୁ ଯେତିକି ଉପଭୋଗ କରେ, ମୁଁ ମଧ୍ୟ ସେଗୁଡ଼ିକରୁ ଅସୁସ୍ଥ ହୋଇଯିବି ଯଦି ମୋତେ ପ୍ରତ୍ୟେକ ଭୋଜନ ପାଇଁ କିଛି ଦିନରୁ ଅଧିକ ସମୟ ପାଇଁ ସେଗୁଡ଼ିକ ମଧ୍ୟରୁ କୌଣସି ଗୋଟେ ଖାଇବାକୁ ପଡ଼େ। ଏହା ମଧ୍ୟ ସତ୍ୟ ଏବଂ ଈଶ୍ୱର କ୍ରୋଧିତ ହୁଅନ୍ତି, କିନ୍ତୁ ସେ କ'ଣ କରନ୍ତି? ସେ ଏକ ପବନ ପ୍ରବାହିତ କରନ୍ତି, ଯାହା ସିଧାସଳଖ ଇସ୍ରାଏଲର ଶିବିର ନିକଟକୁ ଭାଟୋଇ ପକ୍ଷୀର ଦଳ ଆଣିଥିଲା ଏବଂ ସେମାନେ ପକ୍ଷୀମାନଙ୍କୁ ତଳକୁ ଖସାଇ ସେଗୁଡ଼ିକୁ ଉଠାଇଥିଲେ ଏବଂ ସେମାନେ ଏହାକୁ ବାସ୍କେଟରେ ଭର୍ତ୍ତି କରିଥିଲେ। ଏବଂ ସେମାନେ ଏହାକୁ ଭଲ ପାଉଥିଲେ। ସେମାନେ ଏହାକୁ ଆନନ୍ଦରେ ଖାଇଲେ ଏବଂ ସେମାନଙ୍କର ଧ୍ୟାନ ପରମେଶ୍ୱରଙ୍କ ପରିବର୍ତ୍ତେ ମାଂସ ଉପରେ ଚାଲିଗଲା ଓ ସେମାନେ ଧନ୍ୟବାଦ ଦେବାର ବିଫଳ ହୋଇଥିଲେ। ସେମାନେ ଏହି ଚମତ୍କାର ପାଇଁ ଈଶ୍ୱରଙ୍କୁ ଚିହ୍ନିବାରେ ଅବହେଳା କରିଥିଲେ ଏବଂ ଈଶ୍ୱର କ୍ରୋଧିତ ହୋଇଥିଲେ। ସେମାନଙ୍କର ଖାଦ୍ୟ ସେମାନଙ୍କର ପ୍ରଭୁ ହେଲା ଏବଂ ଆମର ମଧ୍ୟ। ଆମେ ନିଜ ଆନନ୍ଦକୁ ଅନେକ ସମୟରେ ଅନୁଧାବନ କରୁ ଏବଂ ଈଶ୍ୱରଙ୍କର ପ୍ରତି ଆମର ଆନନ୍ଦ ଏବଂ ସନ୍ତୋଷଠାରୁ ବହୁ ଊର୍ଦ୍ଧ୍ୱରେ ଆମର ନିଜର ସ୍ୱାର୍ଥ ଏବଂ ଆନନ୍ଦକୁ ରଖିଥାଉ। ଆମମାନଙ୍କ ଶରୀର ହେଉଛି ପ୍ରଭୁଙ୍କର ଏବଂ ଏହା ଏକ ଉତ୍ତମ ବିଷୟ। ଈଶ୍ୱର ତାଙ୍କ ଏକମାତ୍ର ପୁତ୍ରଙ୍କୁ ଆମ ସମସ୍ତଙ୍କ ପାଇଁ ଏକ ଜୀବନ୍ତ ବଳିଦାନ ଭାବରେ ଦେଇଛନ୍ତି। ସେ ଆମକୁ ସାହାଯ୍ୟ କରିବେ ଏବଂ ଆମକୁ ସହିବା ପାଇଁ ଶକ୍ତି ମଧ୍ୟ ଦେବେ। ତିମୋଥୀଙ୍କ ପ୍ରତି ପାଉଲଙ୍କର ଦ୍ୱିତୀୟ ପତ୍ର ପ୍ରଥମ ଅଧ୍ୟାୟର 7 ପଦ ଆମମାନଙ୍କୁ କହନ୍ତି, କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ, ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ଈଶ୍ୱର ଆମକୁ ଶକ୍ତି, ପ୍ରେମ ଏବଂ ଆତ୍ମସଂଯମ ପ୍ରଦାନ କରିଛନ୍ତି। ତେଣୁ ଆସନ୍ତୁ ତାଙ୍କୁ ଆମ ମନ ଏବଂ ଶରୀରକୁ ନବୀକରଣ କରିବାକୁ କହିବା, ଯାହାଦ୍ୱାରା ଆମେ ପରିବର୍ତ୍ତନ ହେଉ। କାରଣ ଖ୍ରୀଷ୍ଟଙ୍କ ପାଖରେ ସବୁ କିଛି ସମ୍ଭବ। ସେ ଆମକୁ ସବୁ ପ୍ରଲୋଭନ ଉପରେ ଜୟଲାଭ କରିବାକୁ ସାହାଯ୍ୟ କରିବେ।
ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ମୋ ଆଶାର ଅଦେଖା କିରଣ, ତୁମେ ମୋ ଆଶାର ଅଦେଖା କିରଣ, ଜୀବନର ଅଲିଭା ଦୀପ, ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ସ୍ନେହମୟ, ତୁମେ ପ୍ରେମମୟ। ଗଢ଼ିଥିଲ ତୁମେ ନିଜ ପରଶରେ, ଭରିଦେଲ ତୁମେ ତୁମ ଆଶିଷରେ। ଗଢ଼ିଥିଲ ତୁମେ ନିଜ ପରଶରେ, ଭରିଦେଲ ତୁମେ ତୁମ ଆଶିଷରେ। ଜୀବନର ସୁର ଛନ୍ଦ ତୁମେ ପ୍ରଭୁ, ଜୀବନର ସୁର ଛନ୍ଦ ତୁମେ ପ୍ରଭୁ, ମୋ ଗଳାର ଅଳଙ୍କାର, ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ସ୍ନେହମୟ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମ ପବିତ୍ର ମହାନାମ को ଧନ୍ୟବାଦ ଦଉଛୁ। ପ୍ରଭୁ ପୁନର୍ବାର ଆମକୁ ସୁନ୍ଦର ବାକ୍ୟ ଦେଇ କଥା କହିଛ, ପେଟାର୍ଥୀନ ହୋଇ ତୁମ ବାକ୍ୟରେ ଆମୋଦ କରିବା ପାଇଁ ଦିଅ ବୋଲି। ତେଣୁ ପ୍ରଭୁ ତୁମ ପାଦରେ ସମର୍ପିତ ହେଉଛୁ। ଆଜି ଯେଉଁମାନେ ଏହି ବାକ୍ୟ ଶୁଣୁଛନ୍ତି, ଯେଉଁମାନେ ଦେଖୁଛନ୍ତି, ପ୍ରତ୍ୟେକ ତୁମେ ସ୍ପର୍ଶ କର, ଏ ବାକ୍ୟର କର୍ମକାରୀ ହେବାରେ ପ୍ରତ୍ୟେକଙ୍କୁ ସାହାଯ୍ୟ କର। ପ୍ରଭୁ ଏହି ଶରୀର ତୁମର ମନ୍ଦିର, ତେଣୁ ଖାଦ୍ୟ ପଦାର୍ଥ ପ୍ରତି ଅଧିକ ଆସକ୍ତ ନ ହୋଇ ତୁମ ବାକ୍ୟରେ ଅଧିକ ଆସକ୍ତ ହେବା ପାଇଁ ଆମକୁ ସାହାଯ୍ୟ କର। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ତୁମ ପବିତ୍ର ନାମରେ ମାଗିଲୁ, ଆମେନ୍। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ତ ଆମର ସମୟ ହୋଇଗଲାଣି। ଆଶା କରୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ। ଆଶାଭରା ନାରୀର ପ୍ରତ୍ୟେକ ପ୍ରିୟ ଦର୍ଶକ ବନ୍ଧୁଙ୍କୁ ଆମ ସହିତ ଯୋଗ ଦେଇଥିବାରୁ ଧନ୍ୟବାଦ। ଆମେ ଆଶା କରୁଛୁ ଆପଣ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଠିକଣା ଓ ଫୋନ୍ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ନିଶ୍ଚୟ ଆମେ ଆସିବୁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର। ଆଜିର ପ୍ରଶ୍ନଟି ହେଲା, ପ୍ରଥମ କରନ୍ଥୀୟ 11:17-22ରେ ପ୍ରେରିତ ପାଉଲ କେଉଁ ସମସ୍ୟା ବିଷୟରେ ଲେଖିଛନ୍ତି? ଏ. ମଣ୍ଡଳୀରେ ଭ୍ରାନ୍ତ ଶିକ୍ଷା, ବି. ପ୍ରଭୁଙ୍କ ଭୋଜ ଓ ସହଭାଗିତା ସମୟରେ ଅନୁପଯୁକ୍ତ ବ୍ୟବହାର, ସି. ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରାର୍ଥନା ଅଭାବ, ଡି. ନେତୃତ୍ୱକୁ ନେଇ ବିବାଦ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଢେଙ୍କାନାଳରୁ ରାହୁଲ ଗଛାୟତ ଓ ପରିବାର।